ଲୋକମାନେ କହୁଛନ୍ତି ମୁଁ ବଦଳି ଯାଇଛି। ମୁଁ ଆଜିକାଲି ବହୁତ କମ୍ କଥା ହେଉଛି। ସତ କହିବି, ମୁଁ ବଦଳି ନାହିଁ। ବସ୍ ବୁଝିଯାଇଛି ଯେ ପ୍ରତ୍ୟେକ ଯୁକ୍ତି ଜିତିବା ଜରୁରୀ ନୁହେଁ। ବୁଝିଯାଇଛି ଯାହାକୁ ମୋ ଶବ୍ଦର ମୂଲ୍ୟ ଜଣା ନାହିଁ ତାକୁ ମୋ ମୌନତା କେବେ ବି ବୁଝା ପଡ଼ିବ ନାହିଁ। ଜାଣିଛ ସବୁଠୁ ବଡ଼ ଶକ୍ତି କ'ଣ? କେହି ଆପଣଙ୍କୁ ଅପମାନ କରୁଥିବା ବେଳେ ତାଙ୍କ ଆଖି ସହିତ ଆଖି ମିଳାଇ ଚୁପ୍ ରହି ହସିଦେବା। ସେହି ଗୋଟିଏ ମୁହୂର୍ତ୍ତର ନୀରବତା ସାମ୍ନାବାଲାକୁ ଭିତରୁ ହଲାଇ ଦିଏ। ସେ ଭାବିବାକୁ ବାଧ୍ୟ ହୋଇଯାଏ, ୟା ପାଖରେ ଏମିତି କ'ଣ ଅଛି ଯେ ଇଏ ମୋତେ ଡରୁ ନାହିଁ। ନୀରବ ରହିବା ମାନେ ଦୁର୍ବଳ ହେବା ନୁହେଁ। ଏହାର ଅର୍ଥ ହେଉଛି ଆପଣ ନିଜ ଶକ୍ତିକୁ କାହାର ଅଦରକାରୀ ଯୁକ୍ତିରେ ନଷ୍ଟ କରିବାକୁ ଚାହୁଁନାହାନ୍ତି। ଯେତେବେଳେ ବାହାରି କୋଳାହଳ କମ୍ ହୁଏ ସେତେବେଳେ ଭିତରର ସ୍ୱର ଶୁଭେ। ମନେ ରଖନ୍ତୁ, ଶବ୍ଦରେ କେବଳ ସୂଚନା ଥାଏ କିନ୍ତୁ ନୀରବତାରେ ବ୍ୟକ୍ତିତ୍ୱ ଥାଏ। ଯେଉଁଠି ଶବ୍ଦ କାମ କରେନି ସେଠି ଆପଣଙ୍କ ନୀରବତା ଇତିହାସ ରଚେ। ଆପଣ କେବେ ଲକ୍ଷ୍ୟ କରିଛନ୍ତି ବାଦଲ ଯେତେବେଳେ ଗର୍ଜନ କରେ ସେତେବେଳେ ବର୍ଷା କମ୍ ହୁଏ, କିନ୍ତୁ ଯେତେବେଳେ ବର୍ଷା ନୀରବରେ ହୁଏ ସେତେବେଳେ ଶୁଖିଲା ଧରଣୀ ଶାନ୍ତ ହୁଏ ଏବଂ ଜୀବନ ପାଏ। ସେହିପରି ଗୋଟିଏ ବିଶାଳ ବଟ ବୃକ୍ଷ ଯେତେବେଳେ ବଢ଼େ ସେ କୌଣସି ଶବ୍ଦ କରେ ନାହିଁ, କିନ୍ତୁ ଯେତେବେଳେ ସେ ପଡ଼ିଯାଏ ସେତେବେଳେ ଭୟଙ୍କର ଶବ୍ଦ ହୁଏ। ସୃଷ୍ଟି ନୀରବରେ ହୁଏ କିନ୍ତୁ ବିନାଶ ଶବ୍ଦରେ ହୁଏ। ଆମେ ସମସ୍ତେ ଭାବୁ ଯିଏ ବେଶୀ ପାଟି କରେ ସିଏ ନିଜ ଜବାବରେ ଅନ୍ୟକୁ ଚୁପ୍ କରିଦିଏ, ସେ ବୋଧେ ସବୁଠୁ ଶକ୍ତିଶାଳୀ। କିନ୍ତୁ ପ୍ରକୃତରେ ଶକ୍ତିଶାଳୀ ତ ସେଇ ମଣିଷ ଯିଏ ସବୁ କିଛି ଶୁଣି ମଧ୍ୟ ନୀରବ ରହିପାରେ। କାରଣ ଚିତ୍କାର କରିବା ପାଇଁ କେବଳ କଣ୍ଠ ଦରକାର, କିନ୍ତୁ ଚୁପ୍ ରହିବା ପାଇଁ ସାହସ ଦରକାର। ଧରନ୍ତୁ ଜଣେ ବ୍ୟକ୍ତି ଆପଣଙ୍କ ଉପରେ ଚିତ୍କାର କରୁଛନ୍ତି ଏବଂ ଆପଣଙ୍କୁ ଅପମାନିତ କରୁଛନ୍ତି। ଯଦି ଆପଣ ବି ସମାନ ଶବ୍ଦରେ ଉତ୍ତର ଦେବେ ତେବେ ସେହି ମୁହୂର୍ତ୍ତରେ ଆପଣ ଜଣେ ଲଢ଼ୁଆ ସାଜିବେ। କିନ୍ତୁ ଯଦି ଆପଣ ସେଠାରେ ନୀରବ ରହି କେବଳ ତାଙ୍କ ଆଖିକୁ ଚାହିଁବେ ତେବେ କିଛି ସମୟ ପରେ ସେହି ବ୍ୟକ୍ତି ଜଣକ ନିଜ ଭିତରେ ଛୋଟ ଅନୁଭବ କରିବେ। ଆପଣଙ୍କ ନୀରବତା ତାଙ୍କୁ ତାଙ୍କର ଭୁଲର ଆଇନା ଦେଖାଇ ଦେବ। ଯେତେବେଳେ କେହି ଆପଣଙ୍କୁ ଆଘାତ ଦିଏ ସେତେବେଳେ ପ୍ରତିଶୋଧ ନେବା ପାଇଁ ଖରାପ ଶବ୍ଦ କହିବା ବହୁତ ସହଜ, କିନ୍ତୁ ସେହି ମୁହୂର୍ତ୍ତରେ ନିଜକୁ ସଂଯମ କରି ନୀରବ ରହିବା ହେଉଛି ସବୁଠାରୁ ବଡ଼ ବିଜୟ। ନୀରବତା ଦୁର୍ବଳତା ନୁହେଁ, ଏହା ତ ହେଉଛି ଧୈର୍ଯ୍ୟର ଶେଷ ସୀମା। ବେଳେବେଳେ ଶବ୍ଦ ସମ୍ପର୍କକୁ ଗଢ଼ିବା ବଦଳରେ ସମ୍ପର୍କକୁ ଅଧିକ ଭାଙ୍ଗି ଦେଇଥାଏ, କିନ୍ତୁ ନୀରବତା ସେଠାରେ ରହିଯାଏ ଯେଉଁଠି ଶବ୍ଦ ହାରିଯାଏ। ଏହା ଆପଣଙ୍କୁ ନିଜ ସହ ପରିଚୟ କରାଏ, ଆପଣଙ୍କ ଭିତରର କୋଳାହଳକୁ ଶାନ୍ତ କରିଥାଏ। ମନେ ରଖନ୍ତୁ, ସମୁଦ୍ର ଯେତେ ଗଭୀର ହୋଇଥାଉ ନା କାହିଁକି ସେ ସେତିକି ଶାନ୍ତ ହୋଇଥାଏ। ଯଦି ଆପଣ ନିଜ କ୍ରୋଧକୁ ନୀରବତାର ସହ ବଦଳାଇ ପାରୁଛନ୍ତି ତେବେ ଜାଣି ନିଅନ୍ତୁ ଆପଣ ଦୁନିଆର ସବୁଠାରୁ ବଡ଼ ଯୁଦ୍ଧ ଜିତି ସାରିଛନ୍ତି। ନୀରବ ରୁହନ୍ତୁ, ସମୟକୁ ଜବାବ ଦେବାକୁ ଦିଅନ୍ତୁ। ନୀରବତା ହେଉଛି ସବୁଠାରୁ ଶକ୍ତିଶାଳୀ ଚାପୁଡ଼ା, ଯାହା ସମୟ ସହ ଗାଲରେ ନିଶ୍ଚୟ ପଡ଼େ। ଆପଣ କେବେ ଅନୁଭବ କରିଛନ୍ତି ଆପଣ ଯେତେ ଅଧିକ କଥା କୁହନ୍ତି ଲୋକେମାନେ ଆପଣଙ୍କୁ ସେତେ ହାଲୁକା ଭାବେ ନିଅନ୍ତି। ଆପଣ ସମସ୍ତଙ୍କୁ ନିଜ କଥା ବୁଝାଇବାକୁ ଚେଷ୍ଟା ତ କରନ୍ତି, କିନ୍ତୁ ଶେଷରେ ଆପଣ ନିଜେ ହିଁ ଥକି ଯାଆନ୍ତି। ମନେ ରଖନ୍ତୁ, ସିଂହ ଶିକାର କରିବା ପୂର୍ବରୁ କେବେ ଗର୍ଜନ କରେ ନାହିଁ, ସେ ଚୁପ୍ ରୁହେ। ବହୁତ ପୂର୍ବର କଥା, ଏହା ଏକ ପୁରୁଣା ସାମ୍ରାଜ୍ୟର କଥା। ସେଠିକା ରାଜା ଗୋଟିଏ ନୂଆ ମନ୍ତ୍ରୀ ଖୋଜୁଥିଲେ। ସେ ସର୍ତ୍ତ ରଖିଲେ, ଯିଏ ସବୁଠାରୁ ବୁଦ୍ଧିମାନ ସିଏ ହିଁ ମନ୍ତ୍ରୀ ହେବ। ଦୂର ଦୂରାନ୍ତରୁ ବହୁତ ବଡ଼ ବଡ଼ ପଣ୍ଡିତ ଆସିଲେ। ସଭାରେ ସମସ୍ତେ ନିଜ ନିଜର ପ୍ରଶଂସା କରିବାରେ ବ୍ୟସ୍ତ ହୋଇଗଲେ। କିଏ କହିଲା ମୁଁ ସବୁ ଶାସ୍ତ୍ର ଜାଣିଛି, ତ କିଏ କହିଲା ମୋ ପାଖରେ ସବୁ ସମସ୍ୟାର ସମାଧାନ ଅଛି। ସମସ୍ତେ ପାଟି କରି ନିଜକୁ ଶ୍ରେଷ୍ଠ ପ୍ରମାଣିତ କରୁଥିଲେ। ସମସ୍ତେ ନିଜ ବିଷୟରେ ବଡ଼ ବଡ଼ କଥା କହି ନିଜର ମହିମା ମଣ୍ଡନ କରୁଥାନ୍ତି, ଯେମିତି ରାଜା ତାଙ୍କୁ ମନ୍ତ୍ରୀ ରୂପେ ସ୍ୱୀକାର କରିବେ। କିନ୍ତୁ କୋଣରେ ଜଣେ ଯୁବକ ଶାନ୍ତ ହୋଇ ବସିଥିଲା। ରାଜା ତାକୁ ପଚାରିଲେ, ତୁମେ କାହିଁକି କିଛି କହୁନାହଁ? ତୁମ ପାଖରେ କ'ଣ କିଛି କହିବାକୁ ନାହିଁ? ସେଠାରେ ସମସ୍ତେ ହସିବାକୁ ଲାଗିଲେ।
ସମସ୍ତେ କହିଲେ ୟାକୁ କିଛି ଜଣା ନାହିଁ। ମନ୍ତ୍ରୀ ହେବା ଲାଳସାରେ ସିଏ ଏଠାକୁ ଚାଲି ଆସିଛି। ଯୁବକ ଜଣକ ଛିଡ଼ା ହେଲା, ରାଜାଙ୍କୁ ପ୍ରଣାମ କଲା ଏବଂ ପକେଟରୁ ଏକ ଖାଲି କାଗଜ ବାହାର କରି ରାଜାଙ୍କୁ ଦେଲା। କାଗଜରେ କିଛି ଲେଖା ହୋଇନଥିଲା। ସଭାର ସମସ୍ତେ ପୁଣି ହସିବାକୁ ଲାଗିଲେ। ଜଣେ ପଣ୍ଡିତ କହିଲେ, ଇଏ ତ ଜଣେ ମୂର୍ଖ, ଏହା ପାଖରେ କହିବାକୁ କିଛି ନାହିଁ କି ଲେଖିବାକୁ ମଧ୍ୟ କିଛି ନାହିଁ। ସେଥିପାଇଁ ସେ ସାଧା କାଗଜଟିକୁ ରାଜାଙ୍କୁ ଦେଇ ବୋଧେ ଉପହାରର ଆଶା ରଖିଛି। ରାଜା ପଚାରିଲେ, ଏହାର ଅର୍ଥ କ'ଣ? ଯୁବକଟି ଅତି ନୀରବରେ ଉତ୍ତର ଦେଲା, କହିଲା, ମହାରାଜ, ଏହି କାଗଜଟି ହେଉଛି ଜଣେ ପ୍ରକୃତ ଶ୍ରୋତାର ପ୍ରତୀକ। ସଭାରେ ସମସ୍ତେ କହିବାକୁ ଚାହୁଁଛନ୍ତି, କିନ୍ତୁ କେହି ଶୁଣିବାକୁ ପ୍ରସ୍ତୁତ ନାହାନ୍ତି। ଯିଏ ଶୁଣିପାରେ ସିଏ ହିଁ ଶିଖିପାରେ। ଏହି ସାଧା କାଗଜରେ ମୁଁ ଆପଣଙ୍କ ରାଜ୍ୟର ସମସ୍ୟା ଲେଖିବି, ନିଜର ଗର୍ବ ନୁହେଁ। ରାଜା ସ୍ତବ୍ଧ ହୋଇଗଲେ। ସେ ବୁଝିଗଲେ, ଯିଏ ନିଜର ଶବ୍ଦକୁ ସଞ୍ଚୟ କରି ରଖେ ତାର ଗୋଟିଏ ଶବ୍ଦ 100ଟା ଯୁକ୍ତିଠାରୁ ମଧ୍ୟ ଅଧିକ ପ୍ରଭାବଶାଳୀ ହୋଇଥାଏ। ବନ୍ଧୁଗଣ, ଆମେ ଭାବୁ ଯେ ବେଶୀ କହିଲେ ଲୋକେ ଆମକୁ ଜ୍ଞାନୀ ଭାବିବେ, କିନ୍ତୁ ସତ କଥା ହେଉଛି ସାଇଲେନ୍ସ କ୍ରିଏଟ୍ସ ମିଷ୍ଟ୍ରି। ଯେତେବେଳେ ଆପଣ ଚୁପ୍ ରୁହନ୍ତି, ଲୋକେ ଆପଣଙ୍କୁ ଜାଣିବାକୁ ଚେଷ୍ଟା କରନ୍ତି। କଣ୍ଟ୍ରୋଲ ଦ କନଭରସେସନ। ଯିଏ କମ୍ କୁହେ ସେ କଥାବାର୍ତ୍ତାର ଲଗାମ ନିଜ ହାତରେ ରଖେ। ରେସ୍ପେକ୍ଟ ଇଜ୍ ଇଅର୍ଣ୍ଡ। ଶସ୍ତା ଜିନିଷକୁ ବିକ୍ରି କରିବାକୁ ଶବ୍ଦର ଆବଶ୍ୟକ ପଡ଼େ, କିନ୍ତୁ ହୀରା ପାଇଁ କିଛି କହିବାକୁ ପଡ଼େ ନାହିଁ, କାରଣ ତାର ମୂଲ୍ୟ ସମସ୍ତେ ଜାଣନ୍ତି। ତେଣୁ କଥା କୁହନ୍ତୁ, କିନ୍ତୁ ସେତିକି ବେଳେ ଯେତେବେଳେ ଆପଣଙ୍କ ଶବ୍ଦ ନୀରବତା ଅପେକ୍ଷା ଅଧିକ ସୁନ୍ଦର ବା ମୂଲ୍ୟବାନ ହୋଇଥିବ। ମନେ ରଖନ୍ତୁ, ଦୁନିଆ ତାଙ୍କ ପାଇଁ ପାଗଳ ହୁଏ ନାହିଁ ଯିଏ ସବୁବେଳେ ଉପଲବ୍ଧ। ଦୁନିଆ ତାଙ୍କ ପାଇଁ ପାଗଳ ହୁଏ ଯାହାର ଉପସ୍ଥିତି ଏକ ଉତ୍ସବ ସଦୃଶ ଏବଂ ନୀରବତା ଏକ ସମ୍ମାନ ସଦୃଶ ହୋଇଥାଏ। ଆପଣ ଦେଖିଥିବେ, ଆପଲ କମ୍ପାନୀ ତାର ନୂଆ ଆଇଫୋନ ଆସିବା ପୂର୍ବରୁ ବେଶୀ ପ୍ରଚାର କରେ ନାହିଁ। ସେମାନେ ନୀରବ ରୁହନ୍ତି, ଯାହା ଲୋକଙ୍କ ମନରେ କ୍ୟୁରିସିଟି ବା ଉତ୍କଣ୍ଠା ବଢ଼େଇଥାଏ। ଫଳରେ ଲୋକେ ତା ବିଷୟରେ ଜାଣିବାକୁ ଅଧିକ ପାଗଳ ହୋଇଯାଆନ୍ତି। ନୀରବତା ଉତ୍କଣ୍ଠା ସୃଷ୍ଟି କରେ ଏବଂ ଉତ୍କଣ୍ଠା ଆକର୍ଷଣ ସୃଷ୍ଟି କରେ। ମନେ ରଖନ୍ତୁ, ଯେଉଁଠି ଶବ୍ଦ ହାରିଯାଏ ସେଠାରେ ନୀରବତା ଜିତିଯାଏ। ଅଳ୍ପ ଜ୍ଞାନ ଶବ୍ଦ କରେ, କିନ୍ତୁ ଅମାପ ଜ୍ଞାନ ନୀରବ ରହେ। ଆଜି ପାଇଁ ଏତିକି। ପୁଣି ଦେଖା ହେବ ଆଉ ଏକ ସୁନ୍ଦର ଭିଡ଼ିଓ ସହ। ସେ ପର୍ଯ୍ୟନ୍ତ ଭଲରେ ରୁହନ୍ତୁ, ନିଜର ଯତ୍ନ ନିଅନ୍ତୁ, ନିଜକୁ ଯୋଗ୍ୟ କରନ୍ତୁ। ଜୟ ଶ୍ରୀ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ। ଧନ୍ୟବାଦ।